ବାସୁଦେବାୟ ନମଃ। ମୁଁ ଗୋଟିଏ ସୁନ୍ଦର କଥା ଆପଣମାନଙ୍କୁ କହୁଛି ଯେ ରାତ୍ରି ପାହିଲେ ପୁଣି ରାତ୍ରି ପର୍ଯ୍ୟନ୍ତ ଆମେ କେତେ ମିଛ କହନ୍ତି ଏବଂ କେତେ ସତ କହନ୍ତି। ତେଣୁ ତାକୁ ଆମକୁ ବିଚାର କରିବାକୁ ପଡ଼ିବ ଯେ ପ୍ରକୃତରେ ମିଛର ଶକ୍ତି କେତେ ଏବଂ ସତ୍ୟର ଶକ୍ତି କେତେ। ତେଣୁ ସତ୍ୟର ଶକ୍ତି ପାଇଁ ଦିନେ ଧୃତରାଷ୍ଟ୍ର ପଚାରିଥିଲେ ବିଦୁରକୁ, କହିଲେ ହେ ବିଦୁର, ଯେ ମୁଁ ବିଚଳିତ ହେଉଛି, ମୋତେ ନିଦ୍ରା ବି ହେଉନି, ଭୋକ ବି ହେଉନି। ସେଦିନ ବିଦୁର ହସିଥିଲେ, କହିଲେ ମହାରାଜ ଆପଣଙ୍କୁ ଗୋଟିଏ କଥା ମୁଁ କହିବି ଯେ ସତ୍ୟନ ରକ୍ଷତେ ଧର୍ମ ବିଦ୍ୟା ଯୋଗେନ ରକ୍ଷତେ ମୃଜ୍ୟାହ ରକ୍ଷତେ ରୂପଂ କୁଳବୃତ୍ତେନ ରକ୍ଷତେ। ଯେ ସତ୍ୟ ଦ୍ୱାରା ଧର୍ମକୁ ରକ୍ଷା କରାଯାଏ, ଯୋଗ ଦ୍ୱାରା ବିଦ୍ୟାକୁ ରକ୍ଷା କରାଯାଏ। ଯଦି ଆପଣମାନେ ଯୋଗ ନ କରନ୍ତି, ଯୋଗ ଅର୍ଥ ବିଦ୍ୟା ସହିତ ଯୋଗ କରିବାକୁ ପଡ଼ିବ। ଯଦି ବିଦ୍ୟା ସହିତ ଯୋଗ ଆପଣଙ୍କର ନାହିଁ ତାହେଲେ ବିଦ୍ୟା ରହିବନି ଆପଣଙ୍କ ପାଖରେ। ମୃଜୟା ଅର୍ଥ ଏ ଶରୀର, ଆପଣ ମାର୍ଜନା ଦ୍ୱାରା ଶରୀରକୁ ରକ୍ଷା କରିବେ ବା ସୁନ୍ଦର ଦେଖାଯିବେ। ଆଚ୍ଛା, ଆପଣମାନଙ୍କର ବୃତ୍ତି ଦ୍ୱାରା ଆପଣଙ୍କର କୂଳ ରକ୍ଷା ହୁଏ। ବର୍ତ୍ତମାନ ତ ବୃତ୍ତି ଆମେ ସମସ୍ତେ ଛାଡ଼ି ସାରିଲେଣି, ନିଜର ବୃତ୍ତିକି ଆମେ କେହି ରକ୍ଷା କରିପାରୁନାହାନ୍ତି, କାହିଁକିନା ଘୋର କଳିକାଳ। ତେଣୁ କଳିକାଳରେ ଆମେମାନେ ସମସ୍ତେ ବିଚଳିତ। ରାତି ପାହିଲେ ପୁଣି ରାତି ପର୍ଯ୍ୟନ୍ତ ଆମେ ସମସ୍ତେ ମିଛ କହୁଛନ୍ତି। ମିଛ କୁହନ୍ତୁ, କେଉଁ ଜାଗାରେ ମିଛ କହିବାଟା ଦରକାର? ଦିନେ ଧର୍ମରାଜ ଯୁଧିଷ୍ଠିରଙ୍କୁ ଭଗବାନ ଶ୍ରୀକୃଷ୍ଣ ବୁଝେଇଥିଲେ ଯେ ଏତେ ବଡ଼ ଶକ୍ତି ଦ୍ରୋଣଙ୍କର ଯେ ତାଙ୍କୁ ବିନାଶ କରି ହେବନି। ତେଣୁ ଧର୍ମକୁ ରକ୍ଷା କରିବା ପାଇଁ ସେଦିନ ଧର୍ମରାଜ ଯୁଧିଷ୍ଠିରଙ୍କୁ ଭଗବାନ କୃଷ୍ଣ କହିଥିଲେ, କହିଲେ ହେ ଧର୍ମରାଜ ଯୁଧିଷ୍ଠିର, ଧର୍ମକୁ ରକ୍ଷା କରିବା ପାଇଁ ଆମକୁ ମିଛ କହିବାକୁ ପଡ଼ିବ। ଧର୍ମରାଜ ଯୁଧିଷ୍ଠିର ଆଶ୍ଚର୍ଯ୍ୟ ହୋଇକି ଚାହିଁଲେ, କହିଲେ ପ୍ରଭୁ ମୋତେ କ'ଣ ମିଛ କହିବାକୁ ପଡ଼ିବ? ନା କାଲି ରାତି ପାଇଲେ ମହାଭାରତ ଯୁଦ୍ଧ ହେବ। ଘୋ ଘା ସମୟରେ ଆମେ କହିବୁ ହଠାତ୍ ଯେ ଦ୍ରୋଣଗୁରୁଙ୍କ ପୁଅ ଅଶ୍ୱତ୍ଥାମା ମରିଗଲେ, ଦ୍ରୋଣଗୁରୁଙ୍କ ପୁଅ ଅଶ୍ୱତ୍ଥାମା ମରିଗଲେ। ଦ୍ରୋଣଗୁରୁ କାହାରିକି ବିଶ୍ୱାସ କରନ୍ତି ନାହିଁ, କାହିଁକିନା ଆପଣ ସତ୍ୟବାଦୀ। ତେଣୁ ଆପଣଙ୍କୁ ଆସି ପଚାରିବେ, ତେବେ ହେ ଧର୍ମରାଜ ଯୁଧିଷ୍ଠିର, ମୋ ପୁତ୍ର ଅଶ୍ୱତ୍ଥାମା ମରିଛି ନା? କିନ୍ତୁ ଆପଣ କହିବେ ହଁ ତମ ପୁତ୍ର ଅଶ୍ୱତ୍ଥାମା ମରିଛି। ରାତି ପାଇଗଲା ଆଜ୍ଞା, ରାତି ସାରା ଶୋଇପାରୁନାହାନ୍ତି ଧର୍ମରାଜ ଯୁଧିଷ୍ଠିର। ଏପଟରେ ଗୁରୁ, ଏପଟରେ ହେଉଛନ୍ତି ଭଗବାନ। ଗୋଟିଏ ପଟରେ ଧର୍ମ, ଗୋଟିଏ ପଟରେ ସତ୍ୟକୁ ରକ୍ଷା କରିବାକୁ ପଡ଼ିବ। ଏଇ କଥାଟାକୁ ବିଚାର କରି ରାତି ସାରା ନିଦ ହେଉନି। ଯେତେବେଳେ ରାତିଟା ପାହିଗଲା, ମହାଭାରତ ଯୁଦ୍ଧ ଆରମ୍ଭ ହୋଇଗଲା, ହଠାତ୍ ଗୋଟେ ଚିତ୍କାର ଶୁଭିଲା, ଦ୍ରୋଣଗୁରୁଙ୍କ ପୁଅ ଅଶ୍ୱତ୍ଥାମା ମରିଗଲେ। ମ୍ରିୟମାଣ ହେଲେ ଆଜି ଗୁରୁ ଦ୍ରୋଣ, ଗୋଟିଏ ବୋଲି ପୁତ୍ର, ଅନେକ ଦୁଃଖରେ ମୁଁ ତାଙ୍କୁ ବଞ୍ଚେଇଛି, ଏତେ କଷ୍ଟ କରିକି ମୁଁ ବଞ୍ଚେଇଛି, ମୋର ପୁତ୍ରଟା ମରିଗଲା। ତେଣୁ ମ୍ରିୟମାଣ ହେଇ ଆସି ପଚାରିଲେ ଧର୍ମରାଜ ଯୁଧିଷ୍ଠିରଙ୍କୁ, ଧର୍ମରାଜ ଯୁଧିଷ୍ଠିର, ତମେ ତ ସତ୍ୟବାଦୀ, ତମେ ସତ୍ୟ କୁହ, ସତ କୁହ, ମୋ ପୁଅ ଅଶ୍ୱତ୍ଥାମା ମରିଛି ତ? ତେଣୁ ବିଚାର କଲେ, ଏପଟରେ ଗୁରୁ, ସେପଟରେ ହେଉଛନ୍ତି କୃଷ୍ଣ। ତେଣୁ ସେଥିପାଇଁ କହିଲେ ନରେବା କୁଞ୍ଜରେ ଅଶ୍ୱତ୍ଥାମା ହତ। କୁଞ୍ଜର ହେଉଛି ଗୋଟେ ହାତୀ, ତା ନାଁ ଅଶ୍ୱତ୍ଥାମା। ତେଣୁ ଚିନ୍ତା କରିକି କହିଲେ ଯେ ଅଶ୍ୱତ୍ଥାମା ମରିଛି, ହାତୀ ମରିଛି କି ଆପଣଙ୍କ ପୁତ୍ର ମରିଛି ମୁଁ ଜାଣେ ନା। ସେଥିପାଇଁ ଧର୍ମରାଜ ଯୁଧିଷ୍ଠିରଙ୍କର କାଳି ଆଙ୍ଗୁଳିଟା କଳା ପଡ଼ିଗଲା। ସେ ଯଦି ଭଲକିରି ମିଛ କହିଥାନ୍ତେ ସେଠି କଳା ପଡ଼ିନଥାନ୍ତା। ତେଣୁ ଧର୍ମକୁ ରକ୍ଷା କରିବା ପାଇଁ ମିଛ ଆପଣ କହିପାରିବେ, ଅନେକ ଜନଜୀବନକୁ ରକ୍ଷା କରିବା ପାଇଁ ଆପଣ ମିଛ କହିପାରିବେ, ନାରୀର ମହତ୍ତ୍ୱକୁ ରକ୍ଷା କରିବା ପାଇଁ ମିଛ କହିପାରିବେ, କିନ୍ତୁ ଅନ୍ୟ ଯେଉଁ ସ୍ଥାନରେ କହିବେ ସେ ହେଉଛି ଆଜ୍ଞା ପାପ, ମହାପାପ। ସେଥିପାଇଁ ଦିନେ ଋଷି ବିଶ୍ୱାମିତ୍ର ଆଶ୍ରମରେ ତାଙ୍କ ଶିଷ୍ୟମାନଙ୍କୁ ବୁଝାଉଥିଲେ, କହିଲେ ହେ ଶିଷ୍ୟଗଣ, ତମେ ଶୁଣ, ସବୁବେଳେ ସତ୍ୟ କହିବ, କାହିଁକି ନା ସତ୍ୟ କହି ପଛେ ମଲେ ମରିବି, ସତ୍ୟ କହିବାକୁ କିଆଁ ଡରିବି? ସତ୍ୟ ହେଉଛି ଶ୍ରେଷ୍ଠ। ତେଣୁ ସବୁବେଳେ ତମେ ସତ୍ୟ କହିବ। ସେଥିପାଇଁ ଏ ସମସ୍ତେ ସବୁବେଳେ ଯେ ସତ୍ୟର ଅନୁଗାମୀ ହେଲେ, ଯେ ସତ୍ୟ 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 ହେଉଛି ଶ୍ରେଷ୍ଠ। ସତ୍ୟଟି ଅଟେ ସିନା ପରମ ପଦ, ସତ୍ୟଟି ବିଶ୍ୱେ ପୁଣି ସର୍ବ ସମ୍ପଦ, ସତ୍ୟ ଉପରେ ପୁଣି ସତ୍ୟ ଉପରେ, ସବୁ ପ୍ରତିଶ୍ରୁତି ସଚରାଚରେ। କହିଲେ ହେ ଶିଷ୍ୟଗଣ, ଦିନକର ଘଟଣା, ଜଣେ ଋଷି ଥିଲେ, ତାଙ୍କ ନାଁ କାମ୍ୟକ। କାମ୍ୟକ ଋଷି ଜଙ୍ଗଲ ଭିତରେ ତପସ୍ୟା କରନ୍ତି, ସବୁବେଳେ ସତ୍ୟ କୁହନ୍ତି। ତେଣୁ ତାଙ୍କ ଶିଷ୍ୟମାନଙ୍କୁ କହିଲେ, ଶିଷ୍ୟଗଣ ତମେ ସଦାସର୍ବଦା ସତ୍ୟ କହିବ। ତେଣୁ ଶିଷ୍ୟମାନେ ସତ୍ୟ କୁହନ୍ତି, ଋଷି ବି ସତ୍ୟ କୁହନ୍ତି।
दिनकर घटना हठात ऋषि बसचंती गोटे आज्ञा शिकारी गोटे मृग छुआटा को तीरबिद्ध करछि से मृग छुआटा प्राण विकले तार बेकरे बाज जाइए सरटा प्राण जाई नहीं तेणु सी आसी प्राण विकले पशिगला आश्रम परिसर भितर आश्रम परिसर तो अनेक मृग अच्छा भितर मिसीगला पछे पछे दौड़ी आज्ञा शिकारी चिंता करुच्ची जे मु सरटा को मारिची मृगटा बोधे यही पथ दे आश्रम आड़ को जाइए जिते आश्रम भितर को पशि आसला शिष्य मैंने आश्चर्य हो गले शिष्य मैंने विचार कले आज गुरु मिछ कहे कहीं ना जीव रक्षा करने को पड़ो आत्मा मृगटार आत्मा रक्षा करने गुरुदेव मिछ कहे ना मृगटा आसीनी आदि सत्य कहती गुरु सम्मुख में मृग छुआटा को लेकिन हत्या कर ये शिकारी यही कथाटा को भाविक समस्ते म्रियमान समस्ते चिंतार अच्छा हठात शिकारी पशि आसी डाकिले कहले हे गुरुदेव मु गोटे मृग छुआटा को तीरबिद्ध करी से मृग छुआटा आपण आश्रम भितर को आसछि कि गुरुदेव किसी कहले पुणी आश्चर्य होकर पचारा शिकारी कहला गुरुदेव कौन शुभुनी कि मुझे पचारि कौन गुरुदेव किसी कहना पुणी थे विरक्त ही पचारा कहला हे गुरुदेव आपण आश्रम भितर को मु मृग छुआटा को तीरबिद्ध करी से पशि आसछि कि गुरुदेव मुँह को चाहिए हसीदेले कहले बापा जी देखी से कहीपर जी कहीपर से देखनी शिकारी चिंता कला कहला गुरुंर मुंड बोध खराब हो तेणु फेरी आसला शिष्य मैंने पचारे कहले गुरुदेव आपन जो कथा कहले ना मु कौन भूल तो कहनी जी देखी आज्ञा आखि देखी से कहीपर किंतु जी कहीपर पाटी से तो देखी कालक्रमे किछि दिन जीवा परे हठात गुरुदेवंकर प्राणर प्रयाण घटिला प्राणर प्रयाण घटिला समय आज्ञा सेपटे स्वर्गपुर रे चित्रगुप्त पांजी देखिले जमराज बसचंती तांकर पात्रमंत्री बसचंती कहले देख गुरुदेवंकर पाप केते पुण्य केते आज्ञा सब देखिले देखि सारा पर कहले गुरुदेव सदा सर्वदा सत्य कहछन जे गोटे जगार मिछ कहछन ना कौन ना से शिकारीटा को कहिले जे मृग छुआटा आसीथिला कि नहीं ये तो गुरुदेव देखी आखिरे कहीदे था हाँ आसला जमराज कहले ना ठीक नुहे कहीं ना तार आत्माटा को रक्षा करने आत्मा हूँ महाधन से भागवत जगन्नाथ दास भी कहते जीवर जार दया ना उद्धव चांडालटी से तेणु जीव प्रति दया रखिकी गुरुदेव ठीक कहते कौन ना प्रकृत में ये जो मृग छुआटा को मारिबा को आसतिले तेणु जदि कहीदे था हाँ सत्य मृग छुआटा आश्रम भितर को आसी तेणु गुरु सम्मुख में तार विनाश होता तेणु से ठीक कहते आखि देखी से कहीपर पार्टी कहीपर सी देखनी तेणु से निकित पकागला कौन ना पाप केते पुण्य केते ना जदि 1000टा अश्वमेध यज्ञ आपण माने करंती गोटे सत्य को समान हो पारे कहीं सत्य आगु को जीव मिथ्याटा पछुक दिव एवं 1000 अश्वमेध यज्ञ जदि पुण्य करती से पुण्य फलटा ऊपर को उठिब तलू को आसो आज्ञा सत्य सत्य पाई धरा सत्य पाई सृष्टि से सत्य को पालन करी आज नल राजा जी कि सारा पृथ्वीर राजा निपियजस्य कृतिरक्षण कृत्यम जी एभली राजा से निजर सत्य को पालन करने निजर स्त्री की सांगरे नहीं जंगल को चलीगले जंगल को जाकर अनेक कष्ट सही दमयंती भी सही आजिकालिका नारी मैंने माँ मैंने आपण मैंने सहीपर कि आपड़ सहीपर आप कहे आम बाप घर को आम पलू एत दुख किए सह जंगल फल खाइब झरणार पानी की पीब भूमि रे शोइब एत दुख आम सहीपरूँ आम एत गोटे डिमेट आनी आम आसचु ना ये एत दुख सहबू आम जंगल फल खाइबू भूमि रे शोइबू झरणार पानी की पीबू किंतु ये भलिया से नारी आज आदर्श नारी जगतर से सत्य को पालन करने स्वामी पीछा छाड़े नहीं शेष आज नलराजा स्वर्ग प्राप्त होती तेणु धनेनं पूजित सर्व वर्तमान कलिजुगर धनु को लोक पूजा कर सत्य को पूजा करूना सत्य हूँ श्रेष्ठ सत्य पाई सृष्टि सत्य पाई धरा सत्य होती सनातन सत्य होती नारायण आज्ञा कहतु आपंकर नारायण रूप अच्छी कि आमर गोटे भक्ति आसो बोली आम नारायण रूप गोटे तैयारी करके प्रणाम कर जो आस्थान टी कर आस्थान ठाकुर कांति
ଠାକୁର ନାହାନ୍ତି ଆଜ୍ଞା। ଆପଣ କହିବେ ଆମେ ଠାକୁରଙ୍କୁ ପୂଜା କରୁଛୁ ସତ୍ୟନାରାୟଣ। ନାରାୟଣ କାହାନ୍ତି ତା ଉପରେ? କେବଳ ଆମେ ରଖିଛନ୍ତି ପାନପତ୍ରଟେ, ଗୁଆଟିଏ, ଫଳଟିଏ, ଫୁଲ ଟିକେ ଦେଇଛନ୍ତି। ଠାକୁର କହିଲେ ମୁଁ ସେଇଠି ଅଛି। କାହିଁକି ନା ସତ୍ୟକୁ ଯିଏ ପାଳନ କରିଥାଏ, ଯେଉଁ ଯଜମାନ, ଯଦି ବ୍ରାହ୍ମଣର ଭକ୍ତି ଥାଏ, ସତ୍ୟ ଥାଏ, ତାହେଲେ ମୁଁ ସେଇଠି ଅଛି। ସେଥିପାଇଁ ଭଗବତ ଗୀତାରେ ମଧ୍ୟ ବୁଝେଇଛନ୍ତି, ପତ୍ରଂ ପୁଷ୍ପଂ ଫଳଂ ତୋୟଂ ଯୋମେ ଭକ୍ତା ପ୍ରଯଚ୍ଛତି। ଆପଣ ପତ୍ରଟିଏ ମୋତେ ଦିଅନ୍ତୁ, ପାନପତ୍ରଟେ ଆମେ ଥୋଇଛନ୍ତି, ପୁଷ୍ପଂ ଫୁଲଟିଏ ଦେଇଛନ୍ତି, ପତ୍ରଂ ପୁଷ୍ପଂ ଫଳଂ ଫଳଟିଏ ଦେଇଛନ୍ତି, ତୋୟ ଅର୍ଥ ଜଳ। ଜଳ ଟିକେ ବ୍ରାହ୍ମଣଙ୍କର ଯଦି ଭକ୍ତି ଥିବ, ସତ୍ୟ ଥିବ, ତାହେଲେ ଯଜମାନର ଯଦି ଭକ୍ତି ଥାଏ, ସତ୍ୟ ଥାଏ, ତାହେଲେ ମୁଁ ସେଇଠି ଅଛି। ସେଥିପାଇଁ ଯେଉଁଠି ସତ୍ୟ ନାହିଁ ମୁଁ ସେଠି ନାହିଁ। ତେଣୁ ପ୍ରଭୁଙ୍କର ରୂପ ନାହିଁ କି ରେଖ ନାହିଁ, ସେ ହେଉଛନ୍ତି ଅରୂପାନନ୍ଦ। ସତ୍ୟ ଯେଉଁଠି ପ୍ରଭୁ ସେଇଠି। ସତ୍ୟର ପରାକାଷ୍ଠା ଏପରି ପରାକାଷ୍ଠା, ଆପଣ ଯଦି 1000 ଅଶ୍ୱମେଧ ଯଜ୍ଞ କରନ୍ତି, ଗଙ୍ଗାରେ ଯଦି କୋଟିଏ ଥର ସ୍ନାନ କରନ୍ତି, ଯେତିକି ଫଳ ନ ମିଳିବ, ଗୋଟିଏ ଥର ସତ୍ୟ କହିଦେଲେ ମଧ୍ୟ ସେତିକି ଫଳ ମିଳିବ। ଗୋଟିଏ ମିଛକୁ ଲୁଚେଇବା ପାଇଁ ଆମେ 1000 ମିଛ କହୁଛନ୍ତି ଆଜ୍ଞା। ସେଥିପାଇଁ ଆପଣମାନେ ଆଜିଠାରୁ ଆମେ ଚେଷ୍ଟା କରିବା ଯେତେ ସମ୍ଭବ ଆମେ ସତ୍ୟ ପଥରେ ଯିବା ପାଇଁ। ସତ୍ୟ ହେଉଛି ସ୍ୱର୍ଗର ସୋପାନ। ଆପଣ ଯଦି ନଦୀଟିଏ ପାର ହୁଅନ୍ତି, ପ୍ରଥମେ ନୌକାଟିଏ ଦରକାର। ତେଣୁ ସତ୍ୟ ହେଉଛି ସ୍ୱର୍ଗର ସୋପାନ ପାଇଁ ସତ୍ୟ ହେଉଛି ନୌକା। ଓମ୍ ଶାନ୍ତି, ଓମ୍ ଶାନ୍ତି, ଓମ୍ ଶାନ୍ତି।